ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଜି ହେଉଛି ଆମର କୋରାପୁଟରେ ଲାଷ୍ଟ ଦିନ। ଟିକେ ମନ ଭରି ଆସୁଛି, ଇଚ୍ଛା ଆଉ ଖୁସି ବି ଲାଗୁଛି ଯେ ଆମ ଟ୍ରିପ୍ ସରିଗଲା। ଫାଇନାଲି ଆମେ ଘରକୁ ଯିବୁ। କାରଣ ଜାଣିପାରୁଥିବେ ହୋଟେଲରେ ରହିବା, ଖାଇବା ପିଇବା ବାହାରୁ ଯାହା ଟିକେ ଏପଟ ସେପଟ, ଘରରେ ଯେଉଁ ଶାନ୍ତି କିଏ ଦେଇପାରିବ ନା। ସକାଳୁ ସମସ୍ତେ ପୁରା ଶାନ୍ତ ମନରେ ଗାଧେଇ ପାଧେଇ ଆଗ ପଳେଇଲୁ ଶାବର ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ। ଶାବର ଶ୍ରୀକ୍ଷେତ୍ର ତା ନାଁ। ଆଉ ଏଠି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଛନ୍ତି। ଆମେ ତାଙ୍କୁ ଦର୍ଶନ କଲୁ। ମନ୍ଦିର ପ୍ରାଙ୍ଗଣରେ ବହୁତ ସମୟ ଧରି ବୁଲିଲୁ, କାରଣ ସେଠି ଜଗନ୍ନାଥଙ୍କର ସବୁ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ଜଗନ୍ନାଥ କେଉଁ ପର୍ବରେ କେଉଁ ରୂପରେ କେଉଁ ବେଶ ହୁଅନ୍ତି, ଯେମିତିକି ହାତୀ ବେଶ, ସୁନା ବେଶ, ସବୁ ବେଶ ଠାକୁରଙ୍କର ରଖାହେଇଛି। ମିନିମମ୍ 50ରୁ 100 ଖଣ୍ଡେ ବେଶରେ ଅଛନ୍ତି ଠାକୁର ସଜା ହେଇକି। କେଉଁଥିରେ ଠାକୁରଙ୍କ ହାତ ଅଛି, କେଉଁଥିରେ ହାତ ନାହିଁ, ସବୁ ଅଛି। ତାପରେ ଆମେ ପଳେଇଥିଲୁ ଗୋଟେ କ୍ୟାଣ୍ଟିନ୍କୁ ଖାଇବା ପାଇଁ। ସେଠି ସମସ୍ତେ ନିଜ ନିଜ ପସନ୍ଦର ଟିଫିନ୍ କରିଦେଲୁ। ଦେନ୍ ଆମେ ବାହାରି ପଡ଼ିଲୁ ଯିବା ପାଇଁ ମନ୍ଦିର। ବାଟରେ ଗଲାବେଳକୁ ଏତେ କାରଣ କୋରାପୁଟରେ ସବୁଦିନ ବର୍ଷା ନା, ବର୍ଷାରେ ପୁରା ସକାଳୁ ଟିକେ ବର୍ଷା ହେଇଯାଇଛି, ପୁରା ବାଦଲ ଢାଙ୍କିକି ରଖିଛି। ଆପଣ ଦେଖିପାରୁଥିବେ ଆମ ଦେହରେ ପୁରା ବାଜୁଥିଲା ଯେମିତି ବାଦଲ। ଗୁପ୍ତେଶ୍ୱର ମନ୍ଦିର ଯାଇ ପହଞ୍ଚିଗଲୁ। ଇଏ ହେଉଛି ପ୍ରଥମ ଦ୍ୱାର ଗୁପ୍ତେଶ୍ୱର ମନ୍ଦିର, କିନ୍ତୁ ଏଇ ବାଟ ଦେଇ ଯାଇ ହେବନି। ଆମେ ସିଡ଼ି ବାଟ ଦେଇ ଯାଇକି ପହଞ୍ଚିଲୁ ଉପରେ। ବହୁତ ଛୋଟ ଛୋଟ ଥିଲା, ଚଳିବାରେ କିଛି ବି ପ୍ରୋବ୍ଲେମ୍ ହେଲାନି। ମାନେ ଠାକୁରଙ୍କର ଡୋରି ଲାଗିଲେ ହିଁ ହେଲା। ବାବା ଗୁପ୍ତେଶ୍ୱର ଗୁମ୍ଫା ଭିତରେ ଅଛନ୍ତି ଗୁପ୍ତ ହେଇକି। ସେ ଭିତରକୁ ମୋବାଇଲ କ୍ୟାମେରା ଆଲାଉ ନଥିଲା, ସେଥିପାଇଁ ମୁଁ ଏତିକିରୁ ହିଁ ବନ୍ଦ କରିଦେଇଥିଲି। ସେଇଠି ପାହାଡ଼ ବସୁଥିଲା, ପୁରା ନଈ ତଳକୁ ଗଲୁ। ଆଉ ବାବାଙ୍କ ଦର୍ଶନ ପୁରା ଶାନ୍ତ ମନରେ କଲୁ। ଶାନ୍ତି ଲାଗିଲା ଦେଖି ବାବାଙ୍କୁ। ତାପରେ ପୁଣି ତଳକୁ ଫେରି ଆସିଲୁ। ବର୍ଷା ହେଇଥିଲା ନା, ସେଥିପାଇଁ ପାଦ ସ୍ଲିପ୍ କରୁଥିଲା, ସେଥିପାଇଁ ଆସ୍ତେ ଆସ୍ତେ ସମସ୍ତେ ତଳକୁ ଖସିଲୁ। ତାପରେ ସେଠି ଟିକେ ବୁଲାବୁଲି କଲୁ, କାରଣ ଗୁପ୍ତେଶ୍ୱର ମନ୍ଦିର ହେଉଛି ଆମର ବର୍ଡ଼ର, ମାନେ ଆମର ଆଉ ଛତିଶଗଡ଼ ବର୍ଡ଼ର। ସେଠି ଦେଇକି ପୁଣି ରିଟର୍ଣ୍ଣ କଲୁ। ଆମର ସେଇଦିନ ଦେଖିବାର ଥିଲା ଡୁଡୁମା ଜଳପ୍ରପାତ। ପୁଣି ଆମେ ଯେମିତି ଦେଓମାଳି ଗଲାବେଳେ ଆମେ ବାଟରେ ଗାଡ଼ି ରଖି ଯାଉଥିଲୁ, ଏତେ ସୁନ୍ଦର ଜାଗା ଦେଖି ଯାଉଥିଲୁ, ସେମିତି ଆମେ ଡୁଡୁମା ଗଲାବେଳକୁ ବି ବାଟରେ ଗାଡ଼ି ରଖି ସୁନ୍ଦର ଫଟୋ ଉଠେଇକି ଗଲୁ। ଇଏ ହେଉଛି ଡୁଡୁମାର କିଛି ଭିଡ଼ିଓ। ଡୁଡୁମାର 3ଟା ଝରଣା ଅଛି ଡୁଡୁମା ଜଳପ୍ରପାତରେ, ଆଉ ସବୁ ଯେମିତି ସ୍ୱର୍ଗରୁ ଖସିଲା ପରିକା ଦେଖାଯାଉଛି।